ତ ପିଲାମାନେ ଆଜି ଆମେ ଯେ ଥାଏ ପର ଉପକାର ପ୍ରଶ୍ନ ଉତ୍ତର କରିବା ଭାଷାମ କର ପଞ୍ଚମ ଶ୍ରେଣୀର ପାଠ ହେଉଛି 3। ତ ଚାଲ ଆର ପ୍ରଶ୍ନ ଉତ୍ତର କରିବା କ'ଣ ଦେଇଛି ଦେଖ। 1 ନମ୍ବର ପ୍ରଶ୍ନ। ତ ପେଜ ନମ୍ବର 34 କାଢ଼। ଆସ କଥା ହେବା। ହେଡ଼ିଂ ଦେଇଛି 1 ନମ୍ବର କୋଶ୍ଚିନ୍ ଦେଖ। ତ 1 ନମ୍ବର କୋଶ୍ଚିନ୍ ଦେଇଛି ଜୀବନର ଶେଷ ପର୍ଯ୍ୟନ୍ତ ପ୍ରାଣୀମାନଙ୍କ ସେବାରେ ଜୀବନ ବିତାଇବା ହିଁ ମେକରଣଙ୍କର ଶେଷ ଇଚ୍ଛା ଥିଲା। ଯଦି ତୁମେ ମେକରଣଙ୍କ ହୋଇଥାନ୍ତ ତେବେ ତୁମେ ଜୀବନର ଲକ୍ଷ୍ୟ କ'ଣ ହୋଇଥାନ୍ତା ବୋଲି ଭାବୁଛ? ତ ଆର ଉତ୍ତର ଲେଖିବ। ତ 1 ନମ୍ବର ଉତ୍ତର ଲେଖିବ ଯଦି ମୁଁ ମେକରଣ ହୋଇଥାନ୍ତି ତେବେ ମୋ ଜୀବନରେ ଲକ୍ଷ୍ୟ ମଧ୍ୟ ଅସହାୟ କ୍ଷୁଧାର୍ତ ଏବଂ ତୃଷାର୍ତ ଜୀବଜନ୍ତୁ ଓ ମଣିଷମାନଙ୍କର ସେବା କରିବା ହୋଇଥାନ୍ତା। ଜୀବ ସେବା ହିଁ ଈଶ୍ୱର ସେବା ବୋଲି ଭାବି ମୁଁ ମୋର ସମଗ୍ର ଜୀବନ ଅନ୍ୟମାନଙ୍କ ମଙ୍ଗଳ ପାଇଁ ଉତ୍ସର୍ଗ କରିଥାନ୍ତି। ତ 1 ନମ୍ବର ଉତ୍ତର ଏମିତି ଲେଖିବ। 2 ନମ୍ବର ଦେଖ କୋଶ୍ଚିନ୍ କ'ଣ ଦେଇଛି। 2 ନମ୍ବର କୋଶ୍ଚିନ୍ ଦେଇଛି ମରୁଭୂମିରେ ପାଣି ନ ପାଇ ଛଟପଟ ହେଉଥିବା ପ୍ରାଣୀମାନଙ୍କୁ ମୋତି ଓ ଲାଲା ପାଣି ପିଆଇ ସେମାନଙ୍କର ଜୀବନ ବଞ୍ଚାଇଥିଲେ। ଠିକ୍ ସେମିତି ତୁମେମାନେ କେବେ କାହାର ଜୀବନ ବଞ୍ଚାଇଛ କି? କେମିତି? ତ ଆର ଉତ୍ତର ଲେଖିବ। ତ 2 ନମ୍ବର ଉତ୍ତର ଲେଖିବ ହଁ, ମୁଁ ଥରେ ଗୋଟିଏ ଆହତ ପାରାର ଜୀବନ ବଞ୍ଚାଇଛି। ଦିନେ ପ୍ରବଳ ଖରା ସମୟରେ ଆମ ଘର ବାଡ଼ିରେ ଏକ ପାରା ଡେଣା ଆହତ ହୋଇ ତୃଷାର୍ତ ଅବସ୍ଥାରେ ପଡ଼ିଥିଲା। ମୁଁ ତାକୁ ତୁରନ୍ତ ଛାଇ ଜାଗାକୁ ଆଣି ପାଣି ପିଆଇଲି ଏବଂ ତାର କ୍ଷତ ସ୍ଥାନ ସଫା କରି ଔଷଧ ଲଗାଇ ଦେଲି। କିଛି ଦିନ ସେବା କରିବା ପରେ ସେ ସୁସ୍ଥ ହୋଇ ଆକାଶକୁ ଉଡ଼ିଗଲା। ତ ଏମିତି 2 ନମ୍ବର ଉତ୍ତର ଲେଖିବ। 3 ନମ୍ବର ଦେଖ କୋଶ୍ଚିନ୍ କ'ଣ ଦେଇଛି ଏବେ। 3 ନମ୍ବର କୋଶ୍ଚିନ୍ ଦିଆଯାଇଛି ଗୁରୁ ଦତ୍ତାତ୍ରେୟଙ୍କ ଶିଷ୍ୟ ମେକରଣ ତପସ୍ୟା କରୁଥିବା ସମୟରେ ସେ କିପରି ଜୀବନ ବିତାଉଥିଲା ବୋଲି ତୁମେମାନେ ଭାବୁଛ? ତ ଆର ଉତ୍ତର ଲେଖିବ। ତ 3 ନମ୍ବର ଉତ୍ତର ଲେଖିବ ଗୁରୁ ଦତ୍ତାତ୍ରେୟଙ୍କ ଶିଷ୍ୟ ମେକରଣ ତପସ୍ୟା କରୁଥିବା ସମୟରେ ଅତ୍ୟନ୍ତ ସରଳ ନିରାଡ଼ମ୍ବର ଏବଂ କଠୋର ଜୀବନ ବିତାଉଥିଲା। ସେ ସବୁବେଳେ ଈଶ୍ୱରଙ୍କ ସ୍ମରଣରେ ଲୀନ ରହୁଥିଲା। ଏହା ସହିତ ନିଜର ପୋଷା ଜୀବ ମୋତି କୁକୁର ଓ ଲାଲା ଗଧଙ୍କ ସହଯୋଗରେ ମରୁଭୂମିରେ ବାଟ ହଜାଉଥିବା ଓ ବିକଳ ହେଉଥିବା ପଥକ ଏବଂ ପଶୁପକ୍ଷୀମାନଙ୍କୁ ଖାଦ୍ୟ ଓ ପାଣି ଦେଇ ସେମାନଙ୍କ ସେବାରେ ନିଜ ସମୟ ବିତାଉଥିଲା। ତ ଏମିତି 3 ନମ୍ବର ଉତ୍ତର ଲେଖିବ। ଏବେ 4 ନମ୍ବର ଦେଖ କ'ଣ ଦେଇଛି କୋଶ୍ଚିନ୍। ତ 4 ନମ୍ବର କୋଶ୍ଚିନ୍ ଦେଇଛି ତୁମେ ଚାରିପଟେ ଦେଖୁଥିବା ପଶୁ ଓ ପକ୍ଷୀମାନଙ୍କ ପାଇଁ ତୁମେମାନେ କ'ଣ ସବୁ କରୁଛ? ତ ଆର ଉତ୍ତର ଲେଖିବ। ତ 4 ନମ୍ବର ଉତ୍ତର ଲେଖିବା ଆମ ଚାରିପଟେ ଦେଖୁଥିବା ପଶୁ ଓ ପକ୍ଷୀମାନଙ୍କ ପାଇଁ ଆମେ ନିମ୍ନଲିଖିତ କାର୍ଯ୍ୟଗୁଡ଼ିକ କରୁଛୁ। ଖରାଦିନେ ପକ୍ଷୀମାନଙ୍କ ପିଇବା ପାଇଁ ଘର ଛାତ ଉପରେ କିମ୍ବା ଗଛ ଡାଳରେ ମାଟି ପାତ୍ରରେ ପାଣି ଦେଉଛୁ। ତ ଏମିତି ଗୋଟେ ପଏଣ୍ଟ କରିବ। ତାପରେ ଦ୍ୱିତୀୟ ପଏଣ୍ଟ ଲେଖିବ ବୁଲା ଗାଈ କୁକୁର ଆଦି ପଶୁ ପକ୍ଷୀମାନଙ୍କ ପ୍ରତିଦିନ ଖାଦ୍ୟ ଯେପରିକି ଭାତ ରୁଟି କିମ୍ବା ବିସ୍କିଟ୍ ଖାଇବାକୁ ଦେଉଛୁ। ତାପରେ ତୃତୀୟ ପଏଣ୍ଟ ଲେଖିବ। ତୃତୀୟ ପଏଣ୍ଟ ଲେଖିବ ସେମାନଙ୍କୁ ଅଯଥାରେ କଷ୍ଟ ଦେଉନାହିଁ କିମ୍ବା କାହାରିକୁ ସେମାନଙ୍କ ଉପରକୁ ଢେଲା ମାରିବାକୁ ଦେଉନାହିଁ। କୌଣସି ଜୀବ ଆହତ ହେଲେ ତାର ପ୍ରାଥମିକ ଚିକିତ୍ସା କରୁଛୁ। ତ ଏମିତି 4 ନମ୍ବର ଉତ୍ତର ଏବେ ଲେଖିବ। ତ ଚାଲ ଦେଖିବା ନେକ୍ସଟ କ'ଣ ଦେଇଛି। ନେକ୍ସଟ କୋଶ୍ଚିନ୍ କ'ଣ ଦେଇଛି ଦେଖ ଏବେ। ତ ପିଲାମାନେ ତା ତଳେ ହେଡ଼ିଂ ଦେଇଛି କ'ଣ ଯେ ପାଠରୁ ଲେଖା ହେଇଛି। ଦେଖ କ'ଣ ଲେଖିଛି ନିମ୍ନଲିଖିତ ପ୍ରଶ୍ନ ଗୁଡ଼ିକର ଠିକ୍ ଉତ୍ତରରେ ଏକ ହସୁଥିବା ସ୍ମାଇଲ୍ ଚିହ୍ନ ଅଙ୍କନ କର। 1ରୁ ଅଧିକ ବିକଳ୍ପ ମଧ୍ୟ ଠିକ୍ ହୋଇପାରେ। ଦେଖ 1 ନମ୍ବର କୋଶ୍ଚିନ୍ କ'ଣ ଲେଖା ହେଇଛି ଗୁରୁ ଦତ୍ତାତ୍ରେୟଙ୍କ ମନ ଆନନ୍ଦରେ କାହିଁକି ପୂରିଲା? ତ ଦେଖ ଅପସନ୍ କ'ଣ ଦେଇଛି ଶିକ୍ଷା ମେକରଣଙ୍କ ରାଜାଙ୍କୁ ସହଯୋଗ କରୁଥିବାର, ନା ଶିଷ୍ୟ ମେକରଣ କଠୋର ତପସ୍ୟା କରୁଥିବାର, ନା ଶିଷ୍ୟ ମେକରଣଙ୍କ କନ୍ଦମୂଳ ଖାଇ କଠୋର ତପସ୍ୟା କରୁଥିବାର, ନା ଘ ଶିଷ୍ୟ ମେକରଣ ପଶୁପକ୍ଷୀଙ୍କୁ ସାହାଯ୍ୟ କରୁଥିବାର। ତ ଆର ଉତ୍ତର ହେବ ଖ ନମ୍ବରଟା ଶିଷ୍ୟ ମେକରଣ କଠୋର ତପସ୍ୟା କରୁଥିବାର। ତ ସେଇଠି କ'ଣ ପିଲାମାନେ ସ୍ମାଇଲ୍ ଚିହ୍ନ ଦେଇରେ ବା ଠିକ୍ ଚିହ୍ନ ଦେଇପାରିବ ତମେ। ତ ଏବେ 2 ନମ୍ବର କୋଶ୍ଚିନ୍ କ'ଣ ଦିଆଯାଇଛି ଚାଲ ଦେଖିବା। ତ 2 ନମ୍ବର କୋଶ୍ଚିନ୍ କ'ଣ ଦେଇଛି ଦେଖ ଯେଉଁଠି ମଣିଷମାନେ ପାଣି ବିନା ଛଟପଟ ହେଉଥିଲେ ସେଠାକୁ ପାଣି ନେଇ କିଏ ପହଞ୍ଚି ଯାଉଥିଲା? ତ ଆର ଉତ୍ତର ଦେଖ କ'ଣ ଦେଇଛି। 1 ନମ୍ବର କୋଶ୍ଚିନ୍ ଲେଖା ହେଇଛି ସାଧୁ ମେକରଣ କଚ୍ଛ ରାଜ୍ୟର ରାଜା, ନା ମୋତିଲାଲା, ନା ଗୁରୁ ଦତ୍ତାତ୍ରେୟ? ତ ପିଲାମାନେ ଆର ଉତ୍ତର ହେବ ଗ ନମ୍ବରଟା ମୋତିଲାଲା। ତ ପିଲାମାନେ ମୋତିଲାଲା କ'ଣ କରୁଥିଲେ ଯେ ମରୁଭୂମିରେ ତାଙ୍କ ଗୁରୁ କ'ଣ କରୁଥିଲେ ଯେ ପାଣି କିଏ ପଶୁପକ୍ଷୀ ଯେ ପାଣି ଯଦି ନ ପାଇଥିବ ବୋଲେ ତାଙ୍କୁ କ'ଣ ଯେ ମୋତିଲାଲା ପିଠିରେ ବସେଇରେ ପାଣି ନେଉଥିଲେ। ତ ସେଇଟା ଉତ୍ତର ହେବ କ'ଣ ଯେ ଗ ନମ୍ବରଟା ହେବ ମୋତି ଓ ଲାଲା। ତ ସେଇଠି ଠିକ୍ ଚିହ୍ନ ମାରି ବା ସ୍ମାଇଲ୍ ଚିହ୍ନ ତମେ ଦେଇପାରିବ।
ତିନି ନମ୍ବର କ୍ୱେଶ୍ଚିନ୍ ଦେଖ କ'ଣ ଦେଇଛି। ତ ପିଲାମାନେ ତିନି ନମ୍ବର କ୍ୱେଶ୍ଚିନ୍ ଦେଇଛି, ସାଧୁ ମେକରଣ ଚିଠିରେ କ'ଣ ଦେଖି ପାଖ ଗାଁ ଦୋକାନକୁ ଆଣିବାକୁ କୁକୁରକୁ ପଠାଉଥିଲେ। ତ ଦେଖ ଏଇଠି ବି ଅପସନ୍ ଦେଇଛି, କ ଖାଦ୍ୟ ପଦାର୍ଥ ଆଣିବାକୁ ନା ମଧୁର ଜଳ ଆଣିବାକୁ ନା ଅଦରକାରୀ ଜିନିଷ ନା ଦରକାରୀ ଜିନିଷ। ତ ଆର ଉତ୍ତର ଲେଖିବ ଘ ନମ୍ବରଟା ଦରକାରୀ ଜିନିଷ। ତ ସେଇଠି କ'ଣ କରିବେ, ଠିକ୍ ଚିହ୍ନ ବା ସ୍ମାଇଲ୍ ଚିହ୍ନ ତୁମେ ଦେଇପାରିବ। ତ ଚାରି ନମ୍ବର କ୍ୱେଶ୍ଚିନ୍ କ'ଣ ଦିଆଯାଇଛି ଦେଖ, ସନ୍ନ୍ୟାସୀ ଜଣକ ରାଜାଙ୍କୁ କ'ଣ ମାଗିଲେ। ତ ଦେଖ ଏଇଠି ବି ଅପସନ୍ ଦେଇଛି, ଆଜିଠାରୁ ଏହି କଚ୍ଛ ଭୂମିରେ ଆପଣ ଆଉ କେବେ ଶିକାର କରିବ ନାହିଁ, ନା ଆଜିଠାରୁ କଚ୍ଛ ଭୂମିକୁ ଆପଣ ଆଉ କେବେ ବି ଆସିବନି, ନା ଆଜିଠାରୁ ଏହି କଚ୍ଛ ଭୂମିରେ ଆପଣ ସବୁଦିନ ଶିକାର କରିବେ, ନା ଆଜିଠାରୁ ଆପଣ କଚ୍ଛ ଭୂମିରେ ଶାସନ କରିବେ। ତ ଆର ଉତ୍ତର ହେବ କ ନମ୍ବରଟା, ଆଜିଠାରୁ ଏହି କଚ୍ଛ ଭୂମିରେ ଆପଣ ଆଉ କେବେ ଶିକାର କରିବେ ନାହିଁ। ତ ସେଇଠି କ'ଣ କରିବେ ପିଲାମାନେ, ଠିକ୍ ଚିହ୍ନ ବା ସ୍ମାଇଲ୍ ଚିହ୍ନ ତୁମେ ସେଠି ଦେବ। ତ ପିଲାମାନେ ଚାରି ନମ୍ବର କ୍ୱେଶ୍ଚିନ୍ ସରିଲା। ଏବେ ଚାଲ ଦେଖିବା ନେକ୍ସଟ କ୍ୱେଶ୍ଚିନ୍ କ'ଣ ଦିଆଯାଇଛି। ତ ପିଲାମାନେ ଲେଖା ହେଇଛି, ଚିନ୍ତା କରି ଲେଖ। ଏକ ନମ୍ବର କ୍ୱେଶ୍ଚିନ୍ କ'ଣ ଦିଆଯାଇଛି ଦେଖ, ଦତ୍ତାତ୍ରେୟ ମେକରଣକୁ ତୁମ୍ଭି ଦୁଇଟି ଦେଇ କ'ଣ କହିଲେ। ତ ଆର ଉତ୍ତର ଲେଖିବ। ତ ପିଲାମାନେ ଏକ ନମ୍ବର ଉତ୍ତର ଲେଖିବ, ଦତ୍ତାତ୍ରେୟ ମେକରଣକୁ ତୁମ୍ଭି ଦୁଇଟି ଦେଇ କହିଲେ ଯେ ଏହି ତୁମ୍ଭି ଦୁଇଟି ସାଧାରଣ ତୁମ୍ବା ନୁହେଁ, ଏଥିରୁ ଯେତେ ଜଳ ବାହାର କଲେ ମଧ୍ୟ ଏହା କେବେ ହେଲେ ଶେଷ ହେବ ନାହିଁ ଏବଂ ଏହା ସଦାସର୍ବଦା ମରୁଭୂମିରେ ତୃଷାର୍ତ୍ତ ପଥକମାନଙ୍କର ତୃଷ୍ଣା ନିବାରଣ କରିବାରେ ସାହାଯ୍ୟ କରିବ। ତ ପିଲାମାନେ ଏକ ନମ୍ବର ଉତ୍ତର ଏମିତି ଲେଖିବ। ଦୁଇ ନମ୍ବର ଦେଖ କ୍ୱେଶ୍ଚିନ୍ କ'ଣ ଦେଇଛି ଏବେ। ତ ପିଲାମାନେ ଦୁଇ ନମ୍ବର କ୍ୱେଶ୍ଚିନ୍ ଦେଇଛି, ପଥକମାନଙ୍କୁ ଦେଖି ମେକରଣ ଖୁସି ହେଉଥିଲେ କାହିଁକି। ତ ଆର ଉତ୍ତର ଲେଖିବ। ତ ଦୁଇ ନମ୍ବର ଉତ୍ତର ଲେଖିବ, ମରୁଭୂମିର ଉତ୍ତପ୍ତ ବାଲିରେ ଶସ୍ୟ ଜଳରେ ଆକୁଳ ହେଉଥିବା ବିକଳ ପଥିକମାନଙ୍କୁ ମେକରଣ ନିଜ ପାଖରେ ଥିବା ଅକ୍ଷୟ ଜଳ ଦେଇ ସେମାନଙ୍କ ଜୀବନ ରକ୍ଷା କରୁଥିଲେ। ଅନ୍ୟର ସେବା କରିବା ଏବଂ ପର ଉପକାର କରିବା ଦ୍ୱାରା ମିଳୁଥିବା ପରମ ଆନନ୍ଦ ଯୋଗୁଁ ପଥକମାନଙ୍କୁ ଦେଖି ମେକରଣ ଖୁସି ହେଉଥିଲେ। ତ ଏମିତି ଦୁଇ ନମ୍ବର ଉତ୍ତର ଲେଖିବ। ଏବେ ଚାଲ ତିନି ନମ୍ବର ଉତ୍ତର କରିବା। ତିନି ନମ୍ବର ପ୍ରଶ୍ନ କ'ଣ ଦେଇଛି ଦେଖ ଫାଷ୍ଟ। ତ ତିନି ନମ୍ବର ପ୍ରଶ୍ନ ଦେଇଛି, ମହାରାଜା ଏ ସ୍ଥାନରେ ଶୀତ ସହିବାର ମୋ ଦେହ ଅଭ୍ୟସ୍ତ ହୋଇଯାଉଛି, ମୋ ପାଇଁ ଏହାର ଆବଶ୍ୟକତା ନାହିଁ, ଏ କଥା ମେକରଣ ରାଜାଙ୍କୁ କାହିଁକି କହିଲେ। ତ ଆର ଉତ୍ତର ଲେଖିବ। ତ ତିନି ନମ୍ବର ଉତ୍ତର ଲେଖିବ, ରାଜା ଯେତେବେଳେ ମେକରଣଙ୍କର ନିଃସ୍ୱାର୍ଥପର ସେବାଭାବ ଦେଖି ସନ୍ତୁଷ୍ଟ ହେଲେ, ସେତେବେଳେ ସେ ତାକୁ ଥଣ୍ଡାରୁ ରକ୍ଷା ପାଇବା ପାଇଁ ଏକ ଦାମୀ କମ୍ବଳ ଉପହାର ସ୍ୱରୂପ ଦେଉଥିଲେ। ମାତ୍ର ମେକରଣ ଜଣେ ତ୍ୟାଗୀ ସାଧୁ ଥିଲେ ଏବଂ ଭୋଗବିଳାସଠାରୁ ଦୂରରେ ରହୁଥିଲେ, ତେଣୁ ସେ ନିଜର ସରଳ ଜୀବନଶୈଳୀ ଏବଂ ପ୍ରକୃତି ସହ ଖାପ ଖୁଆଇ ଚଳିବାର ଅଭ୍ୟାସ ଯୋଗୁଁ ରାଜାଙ୍କୁ ଏପରି କହିଥିଲେ। ତ ଏମିତି ତିନି ନମ୍ବର ଉତ୍ତର ଲେଖିବ। ଚାରି ନମ୍ବର ଦେଖ କ୍ୱେଶ୍ଚିନ୍ ଏବେ କ'ଣ ଦେଇଛି। ତ ଚାରି ନମ୍ବର କ୍ୱେଶ୍ଚିନ୍ ଦେଇଛି, ରାଜା ମରୁଭୂମିରେ ଗଧ ଓ କୁକୁରକୁ ଦେଖି କାହିଁକି ଆଶ୍ଚର୍ଯ୍ୟ ହେଲେ। ତ ଆର ଉତ୍ତର ଲେଖିବ। ତ ଚାରି ନମ୍ବର ଉତ୍ତର ଲେଖିବ, ମରୁଭୂମିରେ ପ୍ରଖର ଉତ୍ତାପ ଏବଂ ଜଳହୀନ ପରିବେଶରେ ସାଧାରଣ ଜୀବଜନ୍ତୁମାନେ ବଞ୍ଚିବା କଷ୍ଟକର ହୋଇଥାଏ। ମାତ୍ର ରାଜା ଦେଖିଲେ ଯେ ସେହି ଦୁର୍ଗମ ମରୁଭୂମିରେ ଗୋଟିଏ ଗଧ ପିଠିରେ ଜଳଭର୍ତ୍ତି ତୁମ୍ବା ବୋହି ନେଉଛି ଏବଂ ଏକ କୁକୁର ତାର ପଛେ ପଛେ ବିନା କୌଣସି ଭୟରେ ଯାଉଛି। ଏହି ଅସାଧାରଣ ଦୃଶ୍ୟ ଏବଂ ସେମାନଙ୍କର ଶୃଙ୍ଖଳା ଦେଖି ରାଜା ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ତ ଏମିତି ଚାରି ନମ୍ବର ଉତ୍ତର ଲେଖିବ। ତ ପିଲାମାନେ ଏବେ ଚାଲ ନେକ୍ସଟ ପେଜ ଦେଖିବା କ'ଣ ଦେଇଛି କ୍ୱେଶ୍ଚିନ୍। ତ ପିଲାମାନେ ପେଜ ନମ୍ବର 36 କାର୍ଡ଼ ଦେଖ। ହେଡ଼ିଂ କ'ଣ ଲେଖା ହେଇଛି, ମୋତି ଲାଲା ଓ ମେକରଣ। ଏକ ନମ୍ବର କ୍ୱେଶ୍ଚିନ୍ କ'ଣ ଲେଖା ହେଇଛି ଦେଖ। ଏକ ନମ୍ବର ଲେଖା ହେଇଛି, କାହାଣୀରେ ମୋତି ଓ ଲାଲାର ଅନେକ ସୁଗୁଣି ରହିଛି, ସେଗୁଡ଼ିକ ଲେଖ। ତୁମର ସୁବିଧା ପାଇଁ ଗୋଟିଏ ଉଦାହରଣ ଦିଆଯାଇଛି। ଦେଖ ଏଇଟା ପିଲାମାନେ ମୋତି ଓ ଲାଲା ଅଛି, ତାପରେ ଘର ଘର କରାଯାଇଛି, ଛଡ଼ା ଘର କରାଯାଇଛି। ଛଡ଼ାର ଘରର ପ୍ରଥମ ଘରରେ ଲେଖା ହେଇଛି ଦେଖ, ମରୁଭୂମିରେ ମଣିଷମାନଙ୍କୁ ପାଣି ଯୋଗାଉଥିଲା। ଆଉ ପାଞ୍ଚର ଘର ଲେଖେନି, ତ ଚାଲ ଆମେ ଗୋଟେ ଗୋଟେ କରି ଲେଖିବା ଘରରେ। ତ ପିଲାମାନେ ପ୍ରଥମ ଘରରେ ଲେଖା ହେଇଛି, ମରୁଭୂମିର ମଣିଷମାନଙ୍କୁ ପାଣି ଯୋଗାଉଥିଲେ। ତ ଏମିତି ଲେଖା ହେଇଛି ପ୍ରଥମ ଘରରେ। ତା ତଳ ଦ୍ୱିତୀୟ ଘରରେ ଲେଖିବ, ସେମାନେ ବହୁତ ପରିଶ୍ରମ ଏବଂ ସହନଶୀଳ ଥିଲେ। ସେକେଣ୍ଡ ଘରରେ ଲେଖିବ। ଥାର୍ଡ଼ ଘରରେ ଲେଖିବ, ସେମାନେ ସାଧୁ ମେକରଣଙ୍କର ଅତି ବିଶୁଦ୍ଧ ଓ ଅଜ୍ଞାଧୀନ ଥିଲେ। ତ ଏମିତି ଲେଖିବ। ତିନିଟା ଘର ଏବେ ଏକାନି ହେଲା। ଏବେ ସେକେଣ୍ଡ ଘର ଦେଖ ଲେଖିବ। ତ ପିଲାମାନେ ଏକାନି ଘରରେ ପ୍ରଥମ ଘରରେ ଲେଖିବ ତମେ ଉତ୍ତର।
ତ ଉତ୍ତର ଲେଖିବ ଅନ୍ୟମାନଙ୍କର ଉପକାର କରିବା ସେମାନଙ୍କର ମୁଖ୍ୟ ଗୁଣ ଥିଲା। ପ୍ରଥମ ଘରାରେ ଲେଖିବ। ସେକେଣ୍ଡ ଘରାରେ ଲେଖିବ ସେମାନେ ଶାନ୍ତ ଏବଂ ସରଳ ସ୍ୱଭାବର ଜୀବ ଥିଲେ। ତୃତୀୟ ଘରାରେ ଲେଖିବ ବିପଦ ସମୟରେ ଅନ୍ୟକୁ ସାହାଯ୍ୟ କରିବାକୁ ପଛାଉ ନଥିଲେ। ତ ଏମିତି ପିଲାମାନେ ଗୋଟେ ଗୋଟେ ଘରା କରି ଗୋଟେ ଗୋଟେ ଉତ୍ତର ପଏଣ୍ଟ ଲେଖିବ। ଗୋଟେ ଗୋଟେ ଘରରେ ଗୋଟେ ଗୋଟେ ପଏଣ୍ଟ ଲେଖିବ ପିଲାମାନେ। ଏବେ ଚାଲ ଦେଖିବା ନେକ୍ସଟ କ୍ୱେଶ୍ଚିନ୍ କ'ଣ ଦେଇଛି। ପିଲାମାନେ 2 ନମ୍ବର କ୍ୱେଶ୍ଚିନ୍ ଦେଖ କ'ଣ ଲେଖା ହେଇଛି ତା ତଳେ। ଏବେ ସାଧୁ ମେକରଙ୍କର ସଦ୍ଗୁଣ ଗୁଡ଼ିକୁ ନିଜ ଖାତାରେ ଲେଖ। ତ ଆର ଉତ୍ତର ଲେଖିବ ସଦ୍ଗୁଣ ଗୁଡ଼ିକ। ତ ପିଲାମାନେ ଗୋଟେ ଲାଇନ୍ ଗୋଟେ ଲେଖିବେ। ଦେଖ ପରୋପକାରିତା ସେଟା ଲେଖିବ ସେ ସଦାସର୍ବଦା ଅନ୍ୟମାନଙ୍କ ମଙ୍ଗଳ କରୁଥିଲେ। ତାପରେ ଦୟା ଓ କ୍ଷମା ସେ ସମସ୍ତେ ଜୀବଙ୍କ ପ୍ରତି ଦୟାବାନ ଥିଲେ। ତାର ଶାନ୍ତି ପ୍ରିୟ ସେ କ୍ରୋଧ ନ କରି ଶାନ୍ତ ରହୁଥିଲେ। ଈଶ୍ୱର ବିଶ୍ୱାସ ସେ ସଦା ପ୍ରଭୁଙ୍କୁ ଭକ୍ତିରେ ଲୀନ ରହୁଥିଲେ। ତ ଏମିତି 2 ନମ୍ବର ଉତ୍ତର ଲେଖିବ। ଏବେ ଚାଲ ନେକ୍ସଟ କ୍ୱେଶ୍ଚିନ୍ କ'ଣ ଦେଇଛି ଦେଖିବା। ତ ପିଲାମାନେ ପେଜ ନମ୍ବର 37 କାଢ଼। ଦେଖ ତୁମେ ଯାହା ବୁଝୁଛ ଲେଖା ହେଇଛି ହେଡ଼ିଂ। 1 ନମ୍ବର କ୍ୱେଶ୍ଚିନ୍ କ'ଣ ଲେଖା ହେଇଛି ଦେଖ। ତୁମେ ଭାବୁଛ କି ପଶୁପକ୍ଷୀ ମାନେ ଆମର ଭାବନାକୁ ବୁଝନ୍ତି? ତୁମେ ଅଭିଜ୍ଞତା ଆଧାରରେ କୁହ। ତ ଆର ଉତ୍ତର ଲେଖିବ ତୁମେ। ତ ପିଲାମାନେ 1 ନମ୍ବର ଉତ୍ତର ଲେଖିବ ହଁ ମୁଁ ଭାବୁଛି ପଶୁପକ୍ଷୀମାନେ ଆମର ଭାବନାକୁ ବୁଝିପାରନ୍ତି। ଅଭିଜ୍ଞତା ଆମ ଘରର ପୋଷା କୁକୁର ଆମେ ଖୁସି ଥିବା ସମୟରେ ଆମେ ପାଖକୁ ଆସି ଲାଙ୍ଗୁଡ଼ ହଲାଏ, କିନ୍ତୁ ଆମେ ଦୁଃଖରେ ବା ରାଗରେ ଥିଲେ ସେ ତାହା ବୁଝିପାରୁ ଚୁପଚାପ ପାଖରେ ବସି ରୁହେ। ତ ଏମିତି 1 ନମ୍ବର ଉତ୍ତର ଲେଖିପାରିବା। ତମେ ବି ଅଭିଜ୍ଞତାରେ ଆଉ କ'ଣ ବି ଦେଇ ଲେଖିପାରିବ। କାଉ ନହେଲେ କୁକୁଡ଼ା ନହେଲେ ବିଲେଇ ଦେଇରେ ତମେ ବି ଲେଖିପାରିବ ଏମିତି। 2 ନମ୍ବର କ୍ୱେଶ୍ଚିନ୍ ଦେଖିବେ କ'ଣ ଦେଇଛି। 2 ନମ୍ବର କ୍ୱେଶ୍ଚିନ୍ ଦିଆଯାଇଛି ସାଧୁ ମେକରଣ ଗଧ ଓ କୁକୁରକୁ କାହିଁକି ପାଳନ କରୁଥିବେ ବୋଲି ଭାବୁଛ? ତ ଆର ଉତ୍ତର ଲେଖିବ ତମେ। ତ ପିଲାମାନେ 2 ନମ୍ବର ଉତ୍ତର ଲେଖିବ ସାଧୁ ମେକରଣ ପର ଉପକାର ଏବଂ ନିଃସ୍ୱାର୍ଥପର ସେବା କାର୍ଯ୍ୟ ପାଇଁ ଗଧ ଲାଲି ଓ କୁକୁର ମୋତିକୁ ପାଳନ କରୁଥିଲା। ଗଧ ପିଠିରେ ସେ ମରୁଭୂମିରେ ତୃଷ୍ଣାର୍ତ ପଥକମାନଙ୍କ ପାଇଁ ପାଣି ଓ ଖାଦ୍ୟ ସାମଗ୍ରୀ ପଠାଉଥିଲେ ଏବଂ କୁକୁର ସାହାଯ୍ୟରେ ବିଭିନ୍ନ ବାର୍ତ୍ତା ବା ଚିଠି ଆଦାନ ପ୍ରଦାନ କରୁଥିଲେ। ତ ଏମିତି 2 ନମ୍ବର ଉତ୍ତର ଲେଖିବ। ତ ପିଲାମାନେ ଏବେ 3 ନମ୍ବର ଦେଖ। 3 ନମ୍ବର କ୍ୱେଶ୍ଚିନ୍ ହେଇଛି ଆମେ ଦେଖୁଛୁ ଯେ ପରୋପକାର ଓ ସେବା ଭାବନା ଲୋକଙ୍କ ମନରୁ ଧୀରେ ଧୀରେ ଉଭେଇ ଗଲାଣି। ଏହାର କାରଣ କ'ଣ ବୋଲି ଭାବୁଛୁ? ଚିନ୍ତା କରି କୁହ। ତ ଆର ଉତ୍ତର ଲେଖିବ 3 ନମ୍ବର। ତ 3 ନମ୍ବର ଉତ୍ତର ଲେଖିବ ପିଲାମାନେ ଆଜିକାଲି ମଣିଷ ଅଧିକ ସ୍ୱାର୍ଥପର ଏବଂ ବଶୁବାଦୀ ହୋଇଯାଉଛି। କେବଳ ନିଜର ସୁଖ ସୁବିଧା ଓ ସ୍ୱାର୍ଥ ଚିନ୍ତା କରିବା କାରଣରୁ ଲୋକଙ୍କ ମନରୁ ଦୟା କ୍ଷମା ପର ଉପକାର ଏବଂ ସେବା ଭାବନା ଧୀରେ ଧୀରେ କମିଯାଉଛି। ତ ଏମିତି 3 ନମ୍ବର ଉତ୍ତର ଲେଖିବ। ତ ପିଲାମାନେ 4 ନମ୍ବର ପ୍ରଶ୍ନ ଦେଖ ଏବେ କ'ଣ ଦେଇଛି। ପଶୁପକ୍ଷୀମାନେ ମଣିଷ ପରି କଥା ହୋଇପାରନ୍ତି ନାହିଁ, କିନ୍ତୁ ସେମାନେ ପରସ୍ପର ସହିତ ଭାବର ଆଦାନ ପ୍ରଦାନ କରନ୍ତି। ଏଥିରେ ତୁମେମାନେ ସହମତ କି? ଯଦି ସହମତ କେତୋଟି ଉଦାହରଣ ଦେଇ ବୁଝାଅ। ତ ଦେଖ ମୁଁ କହିଦେଉଛି କେମିତି ଲେଖିବା ଆର ବି ଉତ୍ତର। ତ ଦେଖ ଉତ୍ତର ଲେଖିବ ହଁ ମୁଁ ଏହି ଭକ୍ତି ସହିତ ସମ୍ପୂର୍ଣ୍ଣ ସହମତ। ପଶୁପକ୍ଷୀମାନେ କଥା କହି ନପାରିଲେ ମଧ୍ୟ ବିଭିନ୍ନ ସଂକେତ ଓ ଶବ୍ଦ ମାଧ୍ୟମରେ ପରସ୍ପର ସହ ଭାବ ବିନିମୟ କରନ୍ତି। ତାପରେ ଉଦାହରଣ 1 ଦେବ। କୌଣସି ବିପଦ ଆସିଲେ କାଉମାନେ ବଡ଼ ପାଟିରେ ରାବି ଅନ୍ୟ କାଉମାନଙ୍କୁ ସତର୍କ କରାଇ ଏକାଠି କରିଦିଅନ୍ତି। ତାପରେ ଉଦାହରଣ 2ଟା ଲେଖିବ। ତ ଉଦାହରଣ 2 ଲେଖିବ କୁକୁରମାନେ ପରସ୍ପରକୁ ଦେଖିଲେ ଲାଙ୍ଗୁଡ଼ ହଲାଇ କିମ୍ବା ଭିନ୍ନ ଢଙ୍ଗରେ ଭୁକି ନିଜର ଭାବ ପ୍ରକାଶ କରନ୍ତି। ତ ପିଲାମାନେ ଏମିତି 4 ନମ୍ବର ଉତ୍ତର ଲେଖିବ। ଏବେ ଚାଲ ଦେଖିବା ନେକ୍ସଟ କ୍ୱେଶ୍ଚିନ୍ କ'ଣ ଦିଆଯାଇଛି। ତ ପିଲାମାନେ ଦେଖ ହେଡ଼ିଂ ଦିଆଯାଇଛି ଅନୁମାନ ଓ କଳ୍ପନା କରିବା। 1 ନମ୍ବର କ୍ୱେଶ୍ଚିନ୍ ଦିଆଯାଇଛି ଦେଖ ସାଧୁ ମେକରଣ ପାଳିଥିବା ଗଧର ନାମ ମୋତି ଏବଂ କୁକୁରର ନାମ ଲାଲା। ଏହି ନାମ କିଏ ଦେଇଥିଲେ ଓ କାହିଁକି ଦେଇଥିଲେ? ତ ଆର ଉତ୍ତର ଲେଖିବ। ତ ପିଲାମାନେ ଉତ୍ତର ଲେଖିବ ଏହି ନାମ ସାଧୁ ମେକରଣ ନିଜେ ଦେଇଥିଲେ। ସେ ସେମାନଙ୍କୁ ନିଜ ସନ୍ତାନ ଭଳି ବହୁତ ଭଲ ପାଉଥିଲେ ଏବଂ ସେମାନଙ୍କ ଗୁଣ ଅନୁସାରେ ଏହିପରି ସ୍ନେହପୂର୍ଣ୍ଣ ନାମ ଦେଇଥିଲେ। ତ ଏମିତି ପିଲାମାନେ 1 ନମ୍ବର ଉତ୍ତର ଲେଖିବ। 2 ନମ୍ବର ଦେଖ ଏବେ କ୍ୱେଶ୍ଚିନ୍ କ'ଣ ଦେଇଛି। ତ 2 ନମ୍ବର କ୍ୱେଶ୍ଚିନ୍ ଦେଇଛି ପିଲାମାନେ ମୋତି ଓ ଲାଲା ଅନ୍ୟମାନଙ୍କୁ ସାହାଯ୍ୟ କରୁଥିବାର ଦୃଶ୍ୟ ମନେ ପକାଅ। ତ ଆର ଉତ୍ତର ଲେଖିବ। 2 ନମ୍ବର ଉତ୍ତର ଲେଖିବ ମୋତି ଗଧ ଏବଂ ଲାଲା କୁକୁର ସାଧୁଙ୍କ ସହ ମିଶି ବାଟୋଇମାନଙ୍କୁ ପାଣି ପିଆଉଥିଲେ ଏବଂ ସେମାନଙ୍କ ସେବା କରିବାରେ ସାହାଯ୍ୟ କରୁଥିଲେ। ତ 2 ନମ୍ବର ଉତ୍ତର ଏମିତି ଲେଖିବ। 3 ନମ୍ବର କ୍ୱେଶ୍ଚିନ୍ କ'ଣ ଦିଆଯାଇଛି ଦେଖ।
3 ନମ୍ବର ପସନ୍ଦ ଦେଇଛି ସାଧୁ ମେକରଣ ତାଙ୍କୁ ଖାଦ୍ୟର 2 ଭାଗ ମୋତି ଓ ଲାଲାକୁ ଦେଉଥିଲେ, ଆଉ ଗୋଟିଏ ଭାଗ ନିଜେ ଖାଉଥିଲେ। ଖାଦ୍ୟ ଦେଇସାରିବା ପରେ ମେକରଣ କ'ଣ ଅନୁଭବ କରୁଥିବେ? ତ ଦେଖ କେମିତି ଲେଖି କହିଦେଉଛି ଉତ୍ତର। ଉତ୍ତର ଲେଖିବ 3 ନମ୍ବର ଖାଦ୍ୟ ଦେଇ ସାରିବା ପରେ ସାଧୁ ମେକରଣଙ୍କ ମନରେ ଅପାର ଆନନ୍ଦ, ସନ୍ତୋଷ ଏବଂ ମାନସିକ ଶାନ୍ତି ଅନୁଭବ ହେଉଥିବ, କାରଣ ନିଜ ପୋଷା ଜୀବମାନଙ୍କୁ ଖୁଆଇବା ଦ୍ୱାରା ସେମାନେ ପ୍ରତି ଥିବା ସ୍ନେହ ଆହୁରି ଗଭୀର ହେଉଥିଲା। ତ ପିଲାମାନେ ଏମିତି 3 ନମ୍ବର ଉତ୍ତର ଲେଖିବ। ଏବେ ଚାଲ ଦେଖିବା ନେକ୍ସଟ କ୍ୱେଶ୍ଚିନ୍ କ'ଣ ଦିଆଯାଇଛି। ତ ହେଡ଼ିଂ ଦିଆଯାଇଛି ଦେଖ ତା ତଳେ ଭାଷାର କଥା 1 ନମ୍ବର ଲେଖାଯାଇଛି ବନ୍ଧନୀ ମଧ୍ୟରୁ ଉପଯୁକ୍ତ ଶବ୍ଦ ବାଛି ଶୂନ୍ୟ ସ୍ଥାନ ପୂରଣ କର। ଦେଖ ପିଲାମାନେ ବନ୍ଧନୀରେ କ'ଣ ଦେଇଛି ଓ ଏବଂ ତେଣୁ କିନ୍ତୁ ଆଉ ଦେଇଦେଇଛି ସେ ବନ୍ଧନୀ ଭିତରେ। କ ନମ୍ବର ଦେଖ କ୍ୱେଶ୍ଚିନ୍ କ'ଣ ଲେଖାଯାଇଛି ଜଳ ହିଁ ଜୀବନ ଡ୍ୟାସ୍ ଜଳଦାନ ମହତ ଦାନ। ତ ପିଲାମାନେ ସେଠି ଯେଉଁ ବନ୍ଧନୀ ଭିତରେ ଓ ଏବଂ ତେଣୁ କିନ୍ତୁ ଦେଇନି ଆଉ ସେଥି ଭିତରୁ କ'ଣ ଗୋଟେ ଉତ୍ତର ଠିକ୍ ଉତ୍ତର କାଢ଼ି ଲେଖିବ। ଦେଖ ମୁଁ କହିଦେଉଛି ଠିକ୍ ଉତ୍ତର କ'ଣ ଲେଖିବ। ତ ପିଲାମାନେ କ ନମ୍ବର ଯେଉଁ ଡ୍ୟାସ୍ ଦେଇଛି ସେଇଟା କ'ଣ ଲେଖିବ ତେଣୁ ଲେଖିବ। ଖ ନମ୍ବର କ୍ୱେଶ୍ଚିନ୍ କ'ଣ ଦେଇଛି ଦେଖ ଦେଶ ସ୍ୱାଧୀନ ହେଉଛି ଡ୍ୟାସ୍ ଲୋକଙ୍କ ଦୁଃଖ ଦୂର ହେଉନି। ତ ସେଇଠି ଲେଖିବ କ'ଣ ଯେ ପିଲାମାନେ କିନ୍ତୁ ଲେଖିବ ସେ ବନ୍ଧନୀରେ କାଢ଼ି କ'ଣ ଲେଖିଛି ଏଠି କିନ୍ତୁ ଲେଖା ହେଇଛି ତ ସେଇଠି କିନ୍ତୁ ଲେଖିବ। ତାପରେ ଗ ନମ୍ବର ଦେଖ କ'ଣ ଲେଖା ହେଇଛି ଆମ ଦେଶ ଭାରତ ଅନେକ ରାଜ୍ୟ ଡ୍ୟାସ୍ କେନ୍ଦ୍ରଶାସିତ ଅଞ୍ଚଳକୁ ନେଇ ଗଠିତ। ତ ପିଲାମାନେ କେଉଁଠି ଯେ ଓ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ ନେଇ ଗଠିତ। ତ ସେଇଠି କ'ଣ ଲେଖିଛି ପିଲାମାନେ ଡ୍ୟାସ୍ ଭିତରେ ଓ ଲେଖିବ। ତ ଏବେ ଦେଖ ଘ ନମ୍ବର ତ ଘ ନମ୍ବର କ୍ୱେଶ୍ଚିନ୍ କ'ଣ ଦେଇଛି ଦେଖ କୁକୁରଟିର ନାଁ ଥିଲା ମୋତି ଡ୍ୟାସ୍ ଗଧଟିର ନାଁ ଥିଲା ଲାଲା। ତ ଆର ବି ଉତ୍ତର ଲେଖିବ। ତ ପିଲାମାନେ ଘ ନମ୍ବର ଡ୍ୟାସ୍ ଉତ୍ତର କ'ଣ ଲେଖିବ ଯେ ଆଉ ଲେଖିବ। କୁକୁରଟିର ନାଁ ଥିଲା ମୋତି ଆଉ ଗଧଟିର ନାଁ ଥିଲା ଲାଲା। ତ ଏମିତି ଆଉ ଲେଖିବ ଡ୍ୟାସ୍ ଭିତରେ। ଓ ନମ୍ବର ଦେଖ ମେକରଣ ଭୋକିଲା ଯାତ୍ରୀଙ୍କ ନିକଟରେ ପହଞ୍ଚିଥିଲେ ଡ୍ୟାସ୍ କ୍ଷୁଧାର୍ତଙ୍କୁ ଖାଦ୍ୟ ଦେଉଥିଲେ। ତ ଆର ଉତ୍ତର ଲେଖିବ ଏବ୍ରମ। ତ ସେ ଡ୍ୟାସ୍ ଭିତରେ କ'ଣ ଲେଖିଛି ଏବ୍ରମ ଲେଖିବ। ତ ସରିଲା ଏବେ ଚାଲ ନେକ୍ସଟ ପେଜ ଦେଖିବା କ'ଣ ଦେଇଛି। ତ ପିଲାମାନେ ପେଜ ନମ୍ବର 38 କାଢ଼ ଦେଖ କ'ଣ ଲେଖା ହେଇଛି 2 ନମ୍ବର କ୍ୱେଶ୍ଚିନ୍ ନିମ୍ନରେ କିଛି ବାକ୍ୟ ଦିଆଯାଇଛି ବାକ୍ୟ ଗୁଡ଼ିକର ରେଖାଙ୍କିତ ଶବ୍ଦ ସହିତ ଡାହାଣରେ ଦିଆଯାଇଥିବା ସମାନ ଅର୍ଥ ଥିବା ଶବ୍ଦ ବାଛି ପୁଣି ଥରେ ବାକ୍ୟରେ ବ୍ୟବହାର କର। ତ ଦେଖ କ ନମ୍ବର କ୍ୱେଶ୍ଚିନ୍ କ'ଣ ଦେଇଛି ମେକରଣ କ୍ଷୁଧାର୍ତଙ୍କୁ ଖାଦ୍ୟ ଦେଇଥିବାରୁ ସେ ପରମ ଶାନ୍ତି ଲାଭ କରିଥିଲେ। ତ ଏଇଟା ଦେଇଦେଇଛି କ'ଣ ଯେ ପିଲା ମାନେ ଦୁଇଟା ଅପସନ୍ ଦେଇଛି ତୃପ୍ତି ଆଉ ଘୃଣା ଦେଇଛି। ତ ଆର ଉତ୍ତର ହେବ ଶାନ୍ତି ଜାଗାରେ ତୃପ୍ତି ଦେବ। ତ ଦେଖ ମୁଁ କେମିତି ତୁମେ ଲେଖି କହିଦେଉଛି। ତ କ ନମ୍ବରଟା ଏମିତି ଲେଖିବ ମେକରଣ କ୍ଷୁଧାର୍ତଙ୍କୁ ଖାଦ୍ୟ ଦେଉଥିବାରୁ ସେ ପରମ ତୃପ୍ତି ଲାଭ କରୁଥିଲେ ଶାନ୍ତି ଜାଗା କୋଟିରେ ତୃପ୍ତି ଲାଭ କରୁଥିଲେ ଏମିତି ଲେଖିବ। ଖ ନମ୍ବର ଦେଖ ଏବେ ଖ ନମ୍ବର କ୍ୱେଶ୍ଚିନ୍ ଦେଇଛି ଗିରିନାର ପର୍ବତର ପାଦଦେଶରେ ଥିବା ଅରଣ୍ୟରେ ସେ 12 ବର୍ଷ ଧରି ତପସ୍ୟା କରିଥିଲେ। ତ ଅରଣ୍ୟରେ ସେଇଟା କାଟିରେ କ'ଣ ଲେଖିବ ଦେଖ କହିଦେଉଛି। ଖ ନମ୍ବରଟା ଏମିତି ଲେଖିବ ଗିରିନାର ପର୍ବତରେ ପାଦଦେଶରେ ଥିବା ଜଙ୍ଗଲରେ ସେ 12 ବର୍ଷ ଧରି ତପସ୍ୟା କରୁଥିଲେ। ତ ପିଲାମାନେ ଦେଖ ଅରଣ୍ୟରେ କାଟିଦେବ ସେଇଠି ଜଙ୍ଗଲରେ ସେ 12 ବର୍ଷ ତପସ୍ୟା କରୁଥିଲେ। ତ ଏମିତି ଲେଖିବ। ଗ ନମ୍ବର ଦେଖ କ'ଣ ଲେଖିଛି କ୍ୱେଶ୍ଚିନ୍ ଗ ନମ୍ବର କ୍ୱେଶ୍ଚିନ୍ ଲେଖାଯାଇଛି ସେହି ମରୁଭୂମି ଅଞ୍ଚଳ ଦେଇ ଯାଉଥିବା ପଥକମାନେ ପାଣି ନ ପାଇ ଶୋଷରେ କାତର ହୋଇ ପଡ଼ନ୍ତି। ତ ଆର ଉତ୍ତର ଲେଖିବ। ଉତ୍ତର ଲେଖିବ ଗ ନମ୍ବର ସେହି ମରୁଭୂମି ଅଞ୍ଚଳ ଦେଇ ଯାଉଥିବା ପଥକମାନେ ପାଣି ନ ପାଇ ତୁଷାର କାତର ହୋଇ ପଡ଼ନ୍ତି। ତ ଏମିତି ଉତ୍ତର ଲେଖିବ ତୁଷାର ବେଲେ। ତାପରେ ଦେଖ ଘ ନମ୍ବର କ୍ୱେଶ୍ଚିନ୍ କ'ଣ ଦିଆଯାଇଛି। ଘ ନମ୍ବର କ୍ୱେଶ୍ଚିନ୍ ଦିଆଯାଇଛି ମେକରଣଙ୍କର ଏପରି କଥା ଶୁଣି ରାଜ୍ୟ ଆଶ୍ଚର୍ଯ୍ୟ ହେଲେ। ତ ଦେଖ ଏଇଟା ବି କେମିତି ଲେଖି କହିଦେଉଛି। ତ ଲେଖିବ ଉତ୍ତର ମେକରଣଙ୍କର ଏପରି କଥା ଶୁଣି ରାଜା ସ୍ତମ୍ଭୀଭୂତ ହେଲେ। ତ ଏମିତି ଲେଖିବ ଘ ନମ୍ବର ଉତ୍ତର। ଏବେ ତା ଚାଲ ଦେଖିବ ଓ ନମ୍ବର। ଓ ନମ୍ବର କ୍ୱେଶ୍ଚିନ୍ କ'ଣ ଦେଇଛି ଦେଖ ଏତେ ଦୂର ଆସିଛି ଯେତେବେଳେ ତମ ସହ ସାକ୍ଷାତ ହୋଇଯିବ ଉଚିତ ହେବ। ତ ଦେଇଛି ଏଠି ଭେଟ କଥା ତ ଆର ଉତ୍ତର ଲେଖିବ। ତ ଓ ନମ୍ବର ଲେଖିବ ଏତେ ଦୂର ଆସିଛି ଯେତେବେଳେ ତମ ସହ ଭେଟ ହୋଇଯିବା ଉଚିତ ହେବ। ତ ସେଇଟା କେଉଁଠି ଗାଡ଼ି ଅଛି ଭେଟ ଲେଖିବ ସାକ୍ଷାତ ଗାଡ଼ି। ତ ଏମିତି ପିଲାମାନେ ଓ ନମ୍ବର ଉତ୍ତର ଲେଖିବ। ଏବେ ଚାଲ 3 ନମ୍ବର ଦେଖିବା କ୍ୱେଶ୍ଚିନ୍ କ'ଣ ଦେଇଛି। ପିଲାମାନେ ଦେଖ ନେକ୍ସଟ କ୍ୱେଶ୍ଚିନ୍ ଦେଇଛି 3 ନମ୍ବର ଦେଇଛି କ'ଣ ଲେଖା ହେଇଛି ଦେଖ କାହାଣୀରୁ ଆନିତ କିଛି ବାକ୍ୟ ନିମ୍ନରେ ଦିଆଯାଇଛି ସେଗୁଡ଼ିକ ଭଲ ଭାବରେ ପଢ଼ ଏବଂ ଚିନ୍ତା କର ସେଥିରୁ କ'ଣ ବୁଝିଲ ଦଳରେ ଆଲୋଚନା କର। ତ ଦେଖ କ ନମ୍ବର କ୍ୱେଶ୍ଚିନ୍ କ'ଣ ଲେଖା ହେଇଛି ତୁମେ ଦୁଇଟି ଯାକ ତୁମ୍ଭୀର ପାଣି ନେଇ ସେମାନଙ୍କୁ ପ୍ରତିଦିନ ପିଇବାକୁ ଦେବ ଏହା ହିଁ ତୁମ ପାଇଁ ହେବ ଏକ ମହତ ଶିକ୍ଷା। ତ ଆର ଉତ୍ତର ଲେଖିବ କ ନମ୍ବର।
ତ କ ନମ୍ବର ଉତ୍ତର ଲେଖିବ ଏହି ବାକ୍ୟରୁ ଜଣାପଡ଼େ ଯେ ଜୀବଜନ୍ତୁ ବା ଅଭାବୀ ଲୋକଙ୍କୁ ସେବା କରିବା ଏବଂ ସେମାନଙ୍କର ଶୋଷ ମେଣ୍ଟାଇବା ହେଉଛି ସବୁଠାରୁ ବଡ଼ ଧର୍ମ ଓ ଶିକ୍ଷା। କେବଳ ବହି ପଢ଼ିବା ଅପେକ୍ଷା କାର୍ଯ୍ୟରେ ଦୟା ଦେଖାଇବା ଅଧିକ ମହତ୍ତ୍ୱପୂର୍ଣ୍ଣ। ତ ଏମିତି କ ନମ୍ବର ଲେଖିବ ଉତ୍ତର। ତ ଖ ନମ୍ବର କ୍ୱେଶ୍ଚିନ୍ କ'ଣ ଦିଆଯାଇଛି ଦେଖ, କ୍ଷୁଧାର୍ତକୁ ଖାଦ୍ୟ ଦେଇପାରୁଥିବାରୁ ପରମ ତୃପ୍ତି ଲାଭ କରୁଥିଲେ। ତ ଆର ଉତ୍ତର ଲେଖିବ ଖ ନମ୍ବର। ତ ଖ ନମ୍ବର ଉତ୍ତର ଲେଖିବ ବୁଝାମଣା। ଭୋକିଲା ଲୋକଙ୍କୁ ଅନ୍ନ ଦାନ କରିବା ଦ୍ୱାରା ମନକୁ ଯେଉଁ ଆନନ୍ଦ ମିଳେ ତାହା ଅନ୍ୟ କୌଣସି ଜିନିଷକୁ ମିଳେ ନାହିଁ। ପର ଉପକାର ହିଁ ପ୍ରକୃତ ସୁଖ ଓ ମାନସିକ ଶାନ୍ତି ଦେଇଥାଏ। ତ ଏମିତି ଖ ନମ୍ବର ଉତ୍ତର ଲେଖିବ। ଏବେ ଦେଖ ଗ ନମ୍ବର କ୍ୱେଶ୍ଚିନ୍ କ'ଣ ଦେଇଛି। ତ ପିଲାମାନେ ଗ ନମ୍ବର କ୍ୱେଶ୍ଚିନ୍ ଦେଇଛି, ମରୁଭୂମିରେ ପାଣି ନ ପାଇ ଛଟପଟ ହେଉଥିବା ପ୍ରାଣୀମାନଙ୍କୁ ଏମାନେ ପାଣି ଯୋଗାଇଥାନ୍ତି। ତ ଆର ଉତ୍ତର ଲେଖିବ। ତ ପିଲାମାନେ ଗ ନମ୍ବର ଉତ୍ତର ଲେଖିବ, ମରୁଭୂମି ଭଳି ଦୁର୍ଗମ ସ୍ଥାନରେ ଯେଉଁଠି ପାଣି ମିଳିବା କଷ୍ଟକର ସେଠାରେ ବିକଳ ହେଉଥିବା ଜୀବଜନ୍ତୁ ବା ମଣିଷଙ୍କୁ ସାହାଯ୍ୟ କରିବା ଏକ ମହାନ ସେବା କାର୍ଯ୍ୟ। ଏହି ଜୀବନ ରକ୍ଷା କରିବାର ପବିତ୍ର ପ୍ରୟାସକୁ ଦର୍ଶାଉଛି। ତ ଏମିତି ଗ ନମ୍ବର ଉତ୍ତର ଲେଖିବ। ଘ ନମ୍ବର ଦେଖ କ୍ୱେଶ୍ଚିନ୍ କ'ଣ ଦିଆଯାଇଛି। ଘ ନମ୍ବର କ୍ୱେଶ୍ଚିନ୍ କ'ଣ ଦିଆଯାଇଛି ଦେଖ, ମେକରଣର ଏପରି କଥା ଶୁଣି ରାଜା ସ୍ତମ୍ଭୀଭୂତ ହେଲେ। ତ ଆର ଉତ୍ତର ଲେଖିବ। ତ ପିଲାମାନେ ଘ ନମ୍ବର ଉତ୍ତର ଲେଖିବ, ମେକରଣଙ୍କର ନିଃସ୍ୱାର୍ଥପର ସେବାଭାବ, ଉଦାରତା ଏବଂ ମହାନ ଚିନ୍ତାଧାରା ବିଷୟରେ ଜାଣିବା ପରେ ରାଜା ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ। ସେବା ଆଗରେ ରାଜକୀୟ କ୍ଷମତା ମଧ୍ୟ ଛୋଟ ମନ ହୁଏ। ତ ଏମିତି ପିଲାମାନେ କ ଖ ଘର ଉତ୍ତର ଲେଖିବ। ଏବେ ଚାଲ ଦେଖିବା 4 ନମ୍ବର କ୍ୱେଶ୍ଚିନ୍ କ'ଣ ଦେଇଛି। 4 ନମ୍ବର କ୍ୱେଶ୍ଚିନ୍ କ'ଣ ଲେଖାଛି ଦେଖ, ନିମ୍ନରେ ଦିଆଯାଇଥିବା ବାକ୍ୟର ରେଖାଙ୍କିତ ଶବ୍ଦ କାହା ପାଇଁ ବ୍ୟବହାର କରାଯାଇଛି ସେଗୁଡ଼ିକୁ ଚିହ୍ନ କାରଣ ପାଖରେ ଲେଖ। ତ ଚାଲ ଲେଖିବା। ଏ କ ନମ୍ବର କ୍ୱେଶ୍ଚିନ୍ କ'ଣ ଦିଆଯାଇଛି ଦେଖ। ତ ପିଲାମାନେ ଦେଖ କ ନମ୍ବର କ୍ୱେଶ୍ଚିନ୍ କ'ଣ ଲେଖାଛି, ଶୋଷରେ ବିକଳ ହୋଇ ପାଣି ମୁନ୍ଦାଏ ଖୋଜୁଥିବା ଯାତ୍ରୀମାନଙ୍କ ପାଖରେ ସେ ପହଞ୍ଚି ଯାଉଥିଲେ। କିଏ ପିଲାମାନେ ମେକରଣ, ସେଠି ଉତ୍ତର ଲେଖାଯାଇଛି। ଦେଖ ଖ ନମ୍ବର ଲେଖାଇନି, ତୁମେ ଦୁଇଟି ଯାକ ତୁମ୍ଭୀର ପାଣି ନେଇ ସେମାନଙ୍କୁ ପ୍ରତିଦିନ ପିଇବାକୁ ଦେବ, ଏହା ହିଁ ତୁମ ପାଇଁ ହେବା ମହତ୍ତ୍ୱାକାଂକ୍ଷୀ। ତ ଆର ଉତ୍ତର ଲେଖିବ। ପିଲାମାନେ ଖ ନମ୍ବର ଉତ୍ତର ଲେଖିବ ପଶୁପକ୍ଷୀମାନଙ୍କୁ। ଗ ନମ୍ବର କ୍ୱେଶ୍ଚିନ୍ ଦେଖ। ତ ଗ ନମ୍ବର କ୍ୱେଶ୍ଚିନ୍ ଦେଇଛି, ଯେଉଁଠି ମଣିଷମାନେ ପାଣି ବିନା ଛଟପଟ ହେଉଥିଲେ ସେଇଠି ସେମାନେ ପହଞ୍ଚି ଯାଉଥିଲେ। ତ ଆର ଉତ୍ତର ଲେଖିବ ଗ ନମ୍ବର। ଗ ନମ୍ବର ଉତ୍ତର ଲେଖିବ ମରୁଭୂମିରେ ବା ଯେଉଁଠି ପାଣି ମିଳୁନଥିଲା। କୋଉଠି ଉତ୍ତର ଲେଖିବ ମରୁଭୂମି ଖାଲି। ଘ ନମ୍ବର କ୍ୱେଶ୍ଚିନ୍ ଦେଖ ଏବେ। ତ ପିଲାମାନେ ଘ ନମ୍ବର କ୍ୱେଶ୍ଚିନ୍ ଦେଇଛି, ବେଳେବେଳେ କୌଣସି ଭୋକିଲା ଯାତ୍ରୀ ଯଦି ତାଙ୍କ ନିକଟରେ ପହଞ୍ଚୁଥିଲା ତାକୁ ବି ସେ ନିଜ ଭାଗର ଖାଦ୍ୟ ଦେଇ ଦେଉଥିଲା। ତ ଆର ଉତ୍ତର ଲେଖିବ। ତ ଘ ନମ୍ବର ଉତ୍ତର ଲେଖିବ ସାଧୁଙ୍କୁ। ଏବେ ଓ ନମ୍ବର କ୍ୱେଶ୍ଚିନ୍ ଦେଖ। ପିଲାମାନେ ଓ ନମ୍ବର କ୍ୱେଶ୍ଚିନ୍ ଦେଇଛି, ମୁଁ ଆପଣଙ୍କୁ କଥା ଦେଉଛି ଆଜିଠାରୁ ଏହି ଅଞ୍ଚଳରେ ଆଉ କେହି କୌଣସି ପ୍ରାଣୀଙ୍କୁ ଶିକାର କରିବ ନାହିଁ। ତ ଆର ଉତ୍ତର ଲେଖିବ ବାବାଜୀଙ୍କୁ ବା ସାଧୁଙ୍କୁ ଲେଖିବ। ଏବେ ସରିଲା ପିଲାମାନେ କଡ଼ ଓ ଯାଏଁ। ଏବେ ଚାଲ ଦେଖିବା ନେକ୍ସଟ କ'ଣ ଦିଆଯାଇଛି। ପାଠରୁ ଆଗକୁ ଲେଖାଯାଇଛି ଦେଖ। 1 ନମ୍ବର କ'ଣ ଲେଖାଯାଇଛି, ନିମ୍ନରେ କିଛି ଚିତ୍ର ଦିଆଯାଇଛି ସେଗୁଡ଼ିକୁ ଦେଖ ଏବଂ ଏହି ଚିତ୍ର ମଧ୍ୟରୁ ପଶୁପକ୍ଷୀଙ୍କ ପାଇଁ କ'ଣ କରିପାରିବ ତାହା ଦଳରେ ଆଲୋଚନା କର। ଏଗୁଡ଼ିକୁ ବ୍ୟତୀତ ତୁମ୍ଭେମାନେ ଆହୁରି କିଛି ଅଧିକ ଚିତ୍ର ସହ କଥା ଯୋଡ଼ି ପାରିବ। ତ ଚାଲ ପିଲାମାନେ କେମିତି ଲେଖିବେ ଦେଖ, ମୁଁ କହିଦେଉଛି। ପିଲାମାନେ ଗୋଟେ ଗୋଟେ କରିଦେବ, ହେଡ଼ିଂ ଦେବ। ଚିତ୍ର ଗୁଡ଼ିକର ମୁଖ୍ୟ ଆଲୋଚନା ଓ ବନ୍ଧୁତା ଦେଖ। ପାଣିର ବ୍ୟବସ୍ଥା, ଶୋଷିଲା ପଶୁପକ୍ଷୀଙ୍କୁ ପାଣି ଦେବା, ଦୟାଭାବ, କୁକୁର ଓ ଗଧ ପ୍ରତି ସ୍ନେହ ଦେଖାଇବା, ବୋଝ ହ୍ରାସ, ପଶୁଙ୍କ ଉପରେ ଅଧିକ ବୋଝ ନ କରିବା, ଖାଦ୍ୟ ପ୍ରଦାନ, ବୁଲା ପଶୁଙ୍କୁ ଅନ୍ନ ପ୍ରଦାନ କରିବା, ଆଶ୍ରୟସ୍ଥଳ, ପଶୁଙ୍କ ପାଇଁ ସୁରକ୍ଷିତ ସ୍ଥାନ ପ୍ରସ୍ତୁତ କରିବା। ତାପରେ ଆଉ ତଳୁ ଲେଖିବ। ତଳୁ ଲେଖିବ ଦଳଗତ ଆଲୋଚନା ପାଇଁ କିଛି ସରଳ ଧାଡ଼ି ଦେଖ। ଘର ବାହାରେ ପାଣି ପାତ୍ର ରଖିବା, ପଶୁପକ୍ଷୀମାନଙ୍କୁ ଆଦୌ ଆଘାତ ନ କରିବା, ତାପରେ ଅସୁସ୍ଥ ପଶୁଙ୍କର ଉପଯୁକ୍ତ ଚିକିତ୍ସା କରିବା, ପ୍ରାଣୀମାନଙ୍କୁ ନିଜ ପରିବାର ଭଳି ଭଲ ପାଇବା। ତ ପିଲାମାନେ ଏମିତି ଗୋଟେ ଗୋଟେ କରି ଲେଖିବ। ତ ଏଇଟା ସରିଲା। ତ ଚାଲ ଏବେ ନେକ୍ସଟ ପେଜ୍ କ'ଣ ଦିଆଯାଇଛି ଦେଖିବା। 2 ନମ୍ବର ପ୍ରଶ୍ନ ଦେଖ କ'ଣ ଦିଆଯାଇଛି, ତୁମ ଘରେ କେଉଁ ସବୁ ଗୃହପାଳିତ ପଶୁ ଓ ପକ୍ଷୀ ରହନ୍ତି ଏମାନଙ୍କ ବ୍ୟତୀତ ଆଉ କେଉଁମାନଙ୍କ ଘରେ ପାଳନ କରାଯାଏ ତାର ଏକ ତାଲିକା ପ୍ରସ୍ତୁତ କର। ତ ଆର ଉତ୍ତର ଲେଖିବ। ତ 2 ନମ୍ବର ଉତ୍ତର ଲେଖିବ, ଆମ ଘରେ ସାଧାରଣତଃ ବିଲେଇ, କୁକୁର ଏବଂ ପାରା ଭଳି ପଶୁପକ୍ଷୀ ରହନ୍ତି। ଏମାନଙ୍କ ବ୍ୟତୀତ ଘରେ ବା ଚାଷ କାର୍ଯ୍ୟ ପାଇଁ ପାଳନ କରାଯାଉଥିବା ଅନ୍ୟାନ୍ୟ ପଶୁ ଓ ପକ୍ଷୀମାନଙ୍କର ଏକ ତାଲିକା ତଳେ ଦିଆଗଲା। ଦେଖ କେମିତି ତଳେ ଲେଖିବ ଉତ୍ତର।
ପିଲାମାନେ ସେତିକି ଲେଖି ସାରିଲା ପରେ ତାପରେ ଗୃହପାଳିତ ପଶୁ ଲେଖିବ। ଗାଈ, ବଳଦ, ମଇଁଷି, ଛେଳି, ମେଣ୍ଢା, ଘୋଡ଼ା, ଠେକୁଆ ଏମିତି ଗୃହପାଳିତ ପଶୁ ଲେଖିବ। ତା ତଳକୁ ଆଉ ଥରେ ଲେଖିବ ଗୃହପାଳିତ ପକ୍ଷୀ, କୁକୁଡ଼ା, ବତକ, ଶୁଆ। ଆଉ ତମେ ତ କଡ଼ ଜାଣିଥିଲ ତମେ ଲେଖିପାରିବ। ତ ଏମିତି ଉତ୍ତର 2 ନମ୍ବର ଲେଖିବ। ଏବେ ଚାଲ ଦେଖିବ ନେକ୍ସଟ କ୍ୱେଶ୍ଚିନ୍। 3 ନମ୍ବର କ୍ୱେଶ୍ଚିନ୍ କ'ଣ ଦେଇଛି ଦେଖ। ପାଖରେ ଥିବା ପଶୁପାଳନ କେନ୍ଦ୍ର ବା ଗୋଶାଳାକୁ ଭ୍ରମଣ କର, ସେଠାରେ ପଶୁପାଳନ କିପରି କରାଯାଏ ତାହା ଆଲୋଚନା କର। ଏଥିପାଇଁ ତୁମେ ଶିକ୍ଷକଙ୍କ, ଅଭିଭାବକ ତଥା ପିତାମାତାଙ୍କର ସାହାଯ୍ୟ ନେଇପାରିବ। ତ ଆର ଉତ୍ତର କେମିତି ଲେଖିବ ଦେଖ ମୁଁ କହିଦେଉଛି। ତ 3 ନମ୍ବର ଉତ୍ତର ଲେଖିବ ଆଲୋଚନା ମୁଖ୍ୟ ବିନ୍ଦୁ। ଗୋଶାଳା ବା ପଶୁପାଳନ କେନ୍ଦ୍ରରେ ପଶୁମାନଙ୍କ ଯତ୍ନ ନିମ୍ନଲିଖିତ ଉପାୟରେ ନିଆଯାଇଛି। ଦେଖ, ରହିବା ସ୍ଥାନ ପଶୁମାନଙ୍କ ପାଇଁ ସଫାସୁତୁରା, ପବନ ଚଳାଚଳ କରୁଥିବା ଏବଂ ଶୁଖିଲା ଗୁହାଳର ବ୍ୟବସ୍ଥା କରାଯାଏ। ତା ତଳୁ ଆଉଥରେ ଲେଖିବ କହିଦେଉଛି। ପଏଣ୍ଟ ଦେଇ ଲେଖିବ ରହିବା ସ୍ଥାନ ପଶୁମାନଙ୍କ ପାଇଁ ସଫାସୁତୁରା, ପବନ ଚଳାଚଳ କରୁଥିବା ଏବଂ ଶୁଖିଲା ଗୁହାଳର ବ୍ୟବସ୍ଥା କରାଯାଏ। ଏମିତି ଲେଖି ସାରିଲା ପରେ ଖାଦ୍ୟପେୟ ସେମାନଙ୍କୁ ପ୍ରତିଦିନ ସୁଷମ ଖାଦ୍ୟ ଯେପରିକି କୁଣ୍ଡା, ଚୋକଡ଼, ଘାସ, ନଡ଼ା ଏବଂ ସଫା ପିଇବା ପାଣି ଦିଆଯାଏ। ଏମିତି ପଏଣ୍ଟ ଲେଖିବ। ତା ତଳୁ ଆଉଥରେ ଲେଖିବ ସ୍ୱାସ୍ଥ୍ୟ ରକ୍ଷା। ପଶୁମାନଙ୍କୁ ରୋଗରୁ ରକ୍ଷା କରିବା ପାଇଁ ନିୟମିତ ବ୍ୟବଧାନରେ ପଶୁ ଡାକ୍ତରଙ୍କ ଦ୍ୱାରା ସ୍ୱାସ୍ଥ୍ୟ ପରୀକ୍ଷା ଏବଂ ଟୀକାକରଣ କରାଯାଏ। ତାପରେ ସଫାସୁତୁରା, ପ୍ରତିଦିନ ଗୋଶାଳାର ଗୋବର ଓ ମୂତ୍ର ସଫା କରାଯାଏ ଏବଂ ପଶୁମାନଙ୍କୁ ମଧ୍ୟ ଗାଧେଇ ଦିଆଯାଏ। ତ ପିଲାମାନେ ଏମିତି 3 ନମ୍ବର ଉତ୍ତର ଗୋଟେ ପଏଣ୍ଟ କରି ଲେଖିବ। ଏବେ ଚାଲ ଦେଖିବା ନେକ୍ସଟ କ୍ୱେଶ୍ଚିନ୍ କ'ଣ ଦେଇଛି। ତ ପିଲାମାନେ ଦେଖ ନେକ୍ସଟ ତଳେ ହେଡ଼ିଂ ଦିଆଯାଇଛି କଳ୍ପନାର ଉଡ଼ାଣ। କ'ଣ ଲେଖା ହେଇଛି ଦେଖ କ୍ୱେଶ୍ଚିନ୍। ଯେତେବେଳେ ମୋତି ଆଉ ଲାଲା ଆଶ୍ରମରେ ପହଞ୍ଚି ଯାଆନ୍ତି ସେତେବେଳେ ମେକରଣ ମୋତି ଆଉ ଲାଲାକୁ ବହୁତ ସ୍ନେହ କରନ୍ତି। ସେମାନଙ୍କ ସହିତ କଥାବାର୍ତ୍ତା ହୁଅନ୍ତି। ଯଦି ମୋତି ଆଉ ଲାଲା କଥାବାର୍ତ୍ତା କରିପାରିଥାନ୍ତେ, ତୁମେ କଳ୍ପନା କର ମୋତି ଓ ଲାଲା ମେକରଣଙ୍କ ମଧ୍ୟରେ କ'ଣ କଥାବାର୍ତ୍ତା ହୋଇଥାନ୍ତା। ତ ପିଲାମାନେ ଦେଖ ପ୍ରଥମେ କ'ଣ ଅଛି ପିଲାମାନେ ଋଷି ଅଛି, ସାଧୁ ଅଛି। ତ ସାଧୁରେ କ'ଣ ଲେଖିବ ଦେଖ ମୁଁ କହିଦେଉଛି। ତ ମେକରଣ ଦେବ, ମେକରଣ ଲେଖି ଉତ୍ତର ଲେଖିବ ଆରେ ମୋତି, ଆରେ ଲାଲା, ତୁମେ ଦୁହେଁ ଆସିଗଲ। ମୁଁ ତୁମକୁ ହିଁ ଅପେକ୍ଷା କରିଥିଲି। ଆଜି ବହୁତ ପରିଶ୍ରମ କରିଛି ନାହିଁ। ତ ଏମିତି ମୋତିରେ ଲେଖିବ, ମେକରଣରେ ଲେଖିବ ଋଷି ଯେଉଁ ସାଧୁ ବେଶରେ ଅଛି। ତାର ସେକେଣ୍ଡ ଦେଖ କ'ଣ ଲେଖିବ କହିଦେଉଛି କେଉଁ ଚିତ୍ରଟାରେ। ସେକେଣ୍ଡ ମୋତି ଓ ଲାଲା ବିଷୟରେ ଲେଖିବ ଦେଖ। ସେଥିରେ ଲେଖିବ ହଁ ଆଜ୍ଞା, ଆଜି ବାଟରେ ବହୁତ ସାରା ଲୋକଙ୍କୁ ସାହାଯ୍ୟ କଲୁ, କିନ୍ତୁ ଆପଣଙ୍କ ପାଖକୁ ଫେରି ଆସିବା ପରେ ଆମର ସବୁ କ୍ଳାନ୍ତ ଦୂର ହୋଇଗଲା। ତ ଏମିତି କେଉଁଠି ଲେଖିବ ପିଲାମାନେ ମୋତି ପାଖରେ ଲେଖିବ, ମେକରଣ ଲେଖିବନି। ମେକରଣଟା ଉପରେ ଲେଖିଲ, ମୋତିରେ ଲେଖିବ ସେକେଣ୍ଡ। ଏବେ ଦେଖ ନେକ୍ସଟ ତ କ'ଣ ଦେଇଛି ତଳେ ଲେଖିବ। ତଳେ ଆଉ ଥରେ ସାଧୁ ଅଛି, ଋଷି ଅଛି, ତା ବିଷୟରେ ଲେଖିବ ଦେଖ। ପିଲାମାନେ ଥାର୍ଡ଼ ଚିତ୍ରରେ ଋଷି ଅଛି, ସାଧୁ, ମେକରଣ ସିଏ। ଦେଖ ଉତ୍ତର ଲେଖିବ ହସେଇ କାନ୍ଦି। ହଁ, ମୁଁ ତୁମ ଦୁହେଁଙ୍କ ପାଇଁ ସୁଆଦିଆ ଖାଦ୍ୟ ପ୍ରସ୍ତୁତ କରି ରଖିଛି। ତୁମେ ଦୁହେଁ ମୋର ପରିବାର, ତୁମେମାନେ ବିନା ମୋ ଆଶ୍ରମ ଅଧୁରା। ତ ଏମିତି ଲେଖିବ। ତାପରେ ମୋତିରେ ଲେଖିବ। ତ ପିଲାମାନେ ଏଇଟା ମୋତି ଓ ଲାଲା ନା, ତ ଆଙ୍କ ଦିଟା ବିଷୟରେ ଲେଖିବ ଏବେ। ତ ମୋତି ଓ ଲାଲାରେ ଲେଖିବ ଦେଖ ଆପଣଙ୍କ ଏହି ଆଶ୍ରମ ଓ ଆପଣଙ୍କ ସ୍ନେହ ଆମକୁ ସବୁବେଳେ ଶକ୍ତି ଦେଇଥାଏ। ଆଜି ଖାଇବାକୁ କ'ଣ ଅଛି ଆଜ୍ଞା? ବହୁତ ଭୋକ ଲାଗୁଛି। ତ ଏମିତି ମୋତି ଓ ଲାଲାରେ ଲେଖିବ ଉତ୍ତର। ତ ପିଲାମାନେ ଏହିପରି ଭାବରେ ଯେ ଥାଏ ପର ଉପକାର ପ୍ରଶ୍ନ ତ ସରିଲା। ପାଠ 3 ଭାଷାମୟ କର 5ମ କ୍ଲାସ୍ର। ତ ପିଲାମାନେ ପ୍ରଥମ ପାଠ, ଦ୍ୱିତୀୟ ପାଠ ବି ଛାଡ଼ି ଦେଇଛି। ପ୍ରଶ୍ନ ଉତ୍ତର ଯାଇକି ଦେଖିବ। ତ ସବସ୍କ୍ରାଇବ୍ କର ଚ୍ୟାନେଲକୁ।